ନମସ୍କାର। ଆଜିର କାର୍ଯ୍ୟକ୍ରମରେ ଏମିତି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯେ ଅନେକ ପ୍ରତିଭାର ଅଧିକାରୀ। ଯେମିତି କୁହାଯାଏ ଗାଁ ମଲ୍ଲି ଗାଁରେ ମଉଳି ଯାଏ, ତାକୁ କେହି ଚିହ୍ନି ପାରନ୍ତି। ସେମିତି ଜଣେ ଆମ ପାଖରେ ବ୍ୟକ୍ତିତ୍ୱ ଅଛନ୍ତି ତୁଷାରକାନ୍ତ ମହାନ୍ତି। ତୁଷାରକାନ୍ତ ମହାନ୍ତି ଯିଏକି ସାଲେପୁର ବ୍ଲକ ଅନ୍ତର୍ଗତ କିସିନାପୁର ଗ୍ରାମର ଜଣେ ଆଦର୍ଶ ବ୍ୟକ୍ତି। କେବଳ ଗୋଟିଏ ନୁହେଁ, ସେ ଜଣେ ଲେଖକ, ସେ ଜଣେ କଳାକାର, ସେ ଜଣେ ସିଙ୍ଗର, ସେ ଜଣେ ନାଟକ ଭଲ ଭଲ ରଚନା କରନ୍ତି। ଅନେକ ପୁସ୍ତକ ମଧ୍ୟ ତାଙ୍କ ପାଖରେ ଅଛି, କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟିଗୋଚର ହେଇନି ତାଙ୍କର। ଅନେକ ଓଡ଼ିଶାର ଲୋକମାନେ ଅବଶ୍ୟ ତାଙ୍କ ପରିଚୟ ପାଇଛନ୍ତି, କିନ୍ତୁ ଯେତିକି ଆବଶ୍ୟକୀୟ ପରିଚୟ ଦରକାର, କିନ୍ତୁ ପରିଚୟରେ ଅଳ୍ପରେ ରହିଯାଇଛି। ତାଙ୍କ ସାକ୍ଷାତକାର କରିବା, କିଛି କଥା ହେବା, ଅଭୁଲା ସ୍ମୃତିକୁ ବାଣ୍ଟିବା। ନମସ୍କାର ସାର୍। ନମସ୍କାର ଆଜ୍ଞା। ପ୍ରଥମେ ଆପଣଙ୍କ ପରିଚୟ ଟିକେ ଦର୍ଶକମାନଙ୍କୁ ଦେଇଦିଅନ୍ତୁ। ମୋ ନାଁ ତୁଷାରକାନ୍ତ ମହାନ୍ତି। ମୋ ଘର କଟକ ଜିଲ୍ଲା ସାଲେପୁର ବ୍ଲକ ଅଧୀନସ୍ଥ କିସିନାପୁର ଗ୍ରାମରେ। ସାର୍ ଆପଣ ଅନେକ ଲେଖା ଲେଖିଛନ୍ତି, ପୁସ୍ତକ ଲେଖିଛନ୍ତି, ଆଜ୍ଞା ଅଭିନୟ କରନ୍ତି, ଆଜ୍ଞା ଗୀତ ମଧ୍ୟ ବୋଲନ୍ତି, ଆଜ୍ଞା ନାଟକ ମଧ୍ୟ ରଚନା କରନ୍ତି। ଅଫିସର ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନରେ କାର୍ଯ୍ୟ କରୁଥିଲି। ଆଜ୍ଞା, ଆପଣ ଏତେ ସବୁ ପ୍ରତିଭାର ଅଧିକାରୀ, ମାନେ ଇଏ ଭଗବାନଙ୍କ ଗଡ ଗିଫ୍ଟେଡ ନା ଆପଣ ନିଜେ ଚେଷ୍ଟା କରିକି ନିଜେ ନା ଆଜ୍ଞା, ମୁଁ ଜିରୋ। ଆଉ ମୁଁ ଜିରୋର ବାଁ ପଟରେ ଯୋଉ ସଂଖ୍ୟା ଲାଗିଛି ସେ ସବୁ ମୋର ଇଷ୍ଟ ଦେବ ମହାପ୍ରଭୁ ଚାଟେଶ୍ୱରଙ୍କର ସବୁ କିଛି ଆଶୀର୍ବାଦ। ଆଚ୍ଛା, ଆପଣଙ୍କର ସାର୍ ଏଇ ଯୋଉ ଲେଖା ପ୍ରତି ଦୁର୍ବଳତା ପିଲାଟି ବେଳୁ ଆସିଥିଲା ନା ବଡ ହେବା କ୍ଷଣିକି ଏଇ ଆଶାଟା ଆପଣଙ୍କର? ନା, ମୁଁ ଯେତେବେଳେ ସପ୍ତମ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲି, ପ୍ରାୟ ପଞ୍ଚମ ଶ୍ରେଣୀରେ ପାଠ ପଢିବା ବେଳେ ଗୀତ ଗାଇବାର ଇଚ୍ଛା ଥିଲା, ଗୀତ ଗାଉଥିଲି। 12 ମାସି ଗୀତ ସେତେବେଳେ ବହି 10 ପଇସା ଦେଇ ହାଉରୀ ହାଟରୁ କିଣିକିରି ଗାଉଥିଲି। ପରବର୍ତ୍ତୀ ପର୍ଯ୍ୟାୟରେ ସପ୍ତମ ଅଷ୍ଟମ ଶ୍ରେଣୀରେ ପାଠ ପଢିଲା ବେଳେ ମୋର କବିତା ଲେଖିବା ପାଇଁ ବହୁତ ଆଗ୍ରହ ଆସିଥିଲା ଏବଂ ସେତେବେଳେ ଲେଖିବାର ବ୍ୟବସ୍ଥା ନଥିଲା, ତଥାପି ଲେଖିବା ଆରମ୍ଭ କରିଥିଲି ଅଷ୍ଟମ ନବମ ଶ୍ରେଣୀରୁ। ଆଉ ଯାହାକି ତାପରେ ପରବର୍ତ୍ତୀ ପର୍ଯ୍ୟାୟରେ ବହି, କବିତା, ପୁସ୍ତକ, ଗୀତ ଏସବୁ ଲେଖିଲି। ଆଉ ଆଜି ଆପଣଙ୍କ ଏଇ ଲେଖା କେତେ ପରିଚିତ କରିପାରିଛି ଓଡ଼ିଶା? ମୁଁ ନିଜକୁ ପ୍ରଚାର ପ୍ରସାର କରିବାକୁ ସେତେ ଭଲ ପାଏନି, ତେଣୁ ମୋ ଲେଖା ଥିଲା ମୋର ବନ୍ଧୁ ନିକଟସ୍ଥ ପୁରଣ ଗ୍ରାମର ଚନ୍ଦ୍ରମଣି ଭୂୟାଁ, ସେ ଜଣେ ପବ୍ଲିସର, ସାଇ ଯମୁନା ପବ୍ଲିକେସନ। ତାଙ୍କରି ମାଧ୍ୟମରେ ମୁଁ ପ୍ରଥମେ 2018 ମସିହାରେ ଚାଟେଶ୍ୱର ମହାଦେବ, ଯେହେତୁ ମୁଁ ତାଙ୍କର ସେବକ, ତାଙ୍କରି ଉପରେ ସେମିତି କିଛି ବହି ନଥିଲା, ମୁଁ ବିଭିନ୍ନ ସୋର୍ସରୁ ସଂଗ୍ରହ କରି ତଥ୍ୟ ଆଉ ତ୍ରୟୋଦଶ ଶତାବ୍ଦୀର ଅନନ୍ୟ ଶୈବପୀଠ ଚାଟେଶ୍ୱର ମହାଦେବ ପୁସ୍ତକଟି ପ୍ରାୟ 150 ପୃଷ୍ଠାରୁ ଅଧିକ ବହିଟି ରଚନା କରିଥିଲେ ଏବଂ ସେ ପ୍ରକାଶ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମୁଁ ସେକେଣ୍ଡାରୀ ଏଜୁକେସନରେ ଯେତେବେଳେ କାର୍ଯ୍ୟରତ ଥିଲି, ସେତେବେଳେ ମୁଁ ପିଲାଦିନୁ ଡ୍ରାମା ପ୍ରିୟ, ତେଣୁ ଗାଁ ଡ୍ରାମାରେ ଡ୍ରାମା କରୁଥିଲି ଏବଂ ବୋର୍ଡ ଅଫ ସେକେଣ୍ଡାରୀରେ କାମ କରିବା ପରେ ସେଠି ପ୍ରତିବର୍ଷ ଡ୍ରାମାରେ ଅଭିନୟ କରେ। ତ ଏକଦା ସୌଭାଗ୍ୟ ପାଇ ଆମର ଓଡ଼ିଆ ସିନେମା ଆର୍ଟିଷ୍ଟ ବ୍ରଜ ସିଂଙ୍କ ଟିମ୍ରେ ଯାଇ ବମ୍ବେ ଥାନେର ପରିଚିତ ସାହାଣୀ ନାଟ୍ୟ ମଣ୍ଡପରେ ବାହାନା ବୋଲି ଗୋଟେ ନାଟକ କରି ବହୁ ପ୍ରଶଂସିତ ହୋଇଥିଲୁ। ସେଥିରେ ମଧ୍ୟ ମୁଁ କମେଡି ଟ୍ରାକରେ କାମ କରିଥିଲି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ବୋର୍ଡ ଅଫ ସେକେଣ୍ଡାରୀ ଫାଉଣ୍ଡେସନ ଡେ ଯୋଉ ଡିସେମ୍ବର 22ରେ ପ୍ରତିବର୍ଷ ନାଟକ ମଞ୍ଚସ୍ଥ ହୁଏ, ମୁଁ 10-12 ଖଣ୍ଡ ନାଟକରେ କାମ କରିଛି। 2 ଖଣ୍ଡ ନାଟକ ମୁଁ ନିଜସ୍ୱ ରଚନା, ଏକ ପବିତ୍ର ପାପ 2019 ମସିହାରେ ମଞ୍ଚସ୍ଥ ହେଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ 2021-22 ମସିହାରେ ଅନ୍ୟ ଏକ ନାଟକ ଶେଷ ଠିକଣା, ତାହା ମଧ୍ୟ ମଞ୍ଚସ୍ଥ ହେଇଥିଲା, ଯୋଉଥିରେ କି ମୁଁ ସହ ନିର୍ଦ୍ଦେଶନାରେ କାମ କରିଥିଲି ଏବଂ ଅଭିନୟ ମଧ୍ୟ କରିଥିଲି। ଆଜି ପର୍ଯ୍ୟନ୍ତ ଆପଣ ଏତେ ପୁସ୍ତକ ଲେଖିଲେଣି, ତଥାପି ଆନୁମାନିକ କେତେ ପୁସ୍ତକ ଆପଣ ରଚନା କଲେ? ମୁଁ ବିଶେଷ ଲେଖିନି, ଯାହା ଲେଖିଛି ଆଉ କେତେକ ମୋର ନାଟକ 2ଟି ଯଦିଓ ମଞ୍ଚସ୍ଥ ହେଇସାରିଛି, ତାକୁ ପୁସ୍ତକ ଆକାରରେ ପ୍ରକାଶ କରିପାରେନି। କିନ୍ତୁ ମୁଁ ଯୋଡ଼ିଏ ଆଉ ଗୋଟେ ଜହ୍ନର ଲୁଚକାଳି ବୋଲି ଗୋଟେ କବିତା ସଂକଳନ କରିଥିଲି, ଆଧୁନିକ କବିତା ଗୀତର ସଂକଳନ। ଆଉ ଗୋଟିଏ ଭାବଭକ୍ତି ପ୍ରେମ, ଯୋଉଥିରେ କି କେବଳ ଜଗନ୍ନାଥ ଆଉ ବିଭିନ୍ନ ଦେବତା ଦେବାଦେବୀ ମାନଙ୍କର ଆଉ ଇଷ୍ଟ ମୋର ଚାଟେଶ୍ୱରଙ୍କର ଭଜନ ଜଣାଣର ସଂକଳନ, ସେ ବହିଟି ପ୍ରକାଶ ହେଇଛି ସେଇ ସାଇ ଯମୁନା ପବ୍ଲିକେସନ ମାଧ୍ୟମରେ। ଆପଣ ଏଇ ଯୋଉ ପୁସ୍ତକ ଲେଖିବାର ପ୍ରଣାଳୀ ଯୋଉ ଆରମ୍ଭ କରିଥିଲେ, ଆପଣଙ୍କ ବାପା ମା କେତେ ସପୋର୍ଟ କରିଥିଲେ? ମୋ ବାପା ମତେ ବହୁତ ଭଲ ପାଆନ୍ତି। ମା ତ ନାହାନ୍ତି, ବାପା ବି ନାହାନ୍ତି, ମା ବି ନାହାନ୍ତି, କିନ୍ତୁ ସେମାନେ ମତେ ଏ ପାଇଁ ଖୁବ ଭଲ ପାଆନ୍ତି ଆଉ ମତେ ଏଥିରେ ଯିବା ପାଇଁ ମଧ୍ୟ ସମସ୍ତେ ପ୍ରେରଣା ଯୋଗାଇ ଦିଅନ୍ତି। ତାଙ୍କରି କୃପାରୁ ମୁଁ ଯାହା କିଛି କରିଛି। ଆପଣ ଏଯାବତ ଏତେ ସବୁ ଅଲରାଉଣ୍ଡର କାମ କରିଛନ୍ତି, କେତେ ଗୋଟେ ସ୍ଥାନରେ ଆପଣ ସମ୍ମାନିତ ହେଇଛନ୍ତି? ହଁ ଆଜ୍ଞା, ପ୍ରଥମ ସେ ବମ୍ବେ ଯୋଉ ଯାଇଥିଲୁ, ସେଠି ମଧ୍ୟ ସୁନ୍ଦର ଭାବେ ମତେ ସମ୍ମାନିତ କରିଥିଲେ ମୋ ଅଭିନୟ ପାଇଁ। ତାପରେ ମାଧ୍ୟମିକ ଶିକ୍ଷା ପରିଷଦର ଅଭିନୟ ପାଇଁ ସମ୍ମାନିତ ହୋଇଛି। ଆଉ କେତେକ ସାହିତ୍ୟ ମଞ୍ଚରେ ମୁଁ ଜଣେ ଛୋଟକାଟିଆ ସାହିତ୍ୟ କବିତା ବି ରଚନା କରେ, ଆର୍ଟିକଲ ମଧ୍ୟ ଲେଖେ। ମୋର ବିଭିନ୍ନ ପତ୍ର ପତ୍ରିକାରେ ମୋର ଆର୍ଟିକଲ ସବୁ ପବ୍ଲିଶ ହେଇଛି, ସେଥିପାଇଁ ମଧ୍ୟ କେତେକ ମଞ୍ଚରେ ମୁଁ ସମ୍ବର୍ଦ୍ଧିତ ଆଉ ସମ୍ମାନିତ ମଧ୍ୟ ହେଇଛି। କହୁଥିଲେ କି ବ୍ରଜ ସିଂଙ୍କ ଟିମରେ ଆପଣ କାମ କରୁଥିଲେ। ଆଜ୍ଞା, ଏଭଳି ଜଣେ ମହାନ କଳାକାର, ସେ ବି ଜଣେ ଦିଗନ୍ତ ଦିନର କଳାକାର, କଣ କହିଥିଲେ ଆପଣଙ୍କ ଚରିତ୍ର ଦେଖି?
ବ୍ରଜ ଭାଇ ମୋତେ ବହୁତ ଖୁସି ହେଇଥିଲେ, କୁଣ୍ଢେଇ ପକେଇଥିଲେ। ଆଉ ଜୀବନରେ ମୁଁ ବହୁତ ଜାଗାରେ ମେଲୋଡ଼ିରେ ଗାଇଛି ଭଜନ। ମୁଁ ମୋଷ୍ଟଲି ଭଜନ ଗାଏ, ଆଧୁନିକ ଗୀତ ଏତେ ଗାଏନି। କିନ୍ତୁ ଟିମ୍ରେ ଯାଇଛି, ଟିମ୍ ନେଇକିରି ଯାଇଛି, ଗାଇଛି ବହୁତ ଓଡ଼ିଶାର ବିଭିନ୍ନ ସ୍ଥାନରେ। କିନ୍ତୁ ପଇସା ଜାଣେ, ଯେହେତୁ ମୁଁ ଜଣେ ସରକାରୀ କର୍ମଚାରୀ, ସେ ପଇସା ମୁଁ ନିଏନି। ମୋର ଭଜନରେ ଯେଉଁ ବନ୍ଧୁମାନେ ଥାନ୍ତି ସେମାନଙ୍କ ସହିତ ବାଣ୍ଟି ଦିଏ। କିନ୍ତୁ ଜୀବନରେ ପ୍ରଥମ ଥର ବ୍ରଜ ଭାଇଙ୍କ ସାଙ୍ଗରେ ଯେଉଁ କାମ କରିଥିଲି ଏ ଡ୍ରାମାରେ କେଉଁଠି ପଇସା ନେଇନି। ସେଇଠୁ ଯେତେବେଳେ ଆମେ କଟକ ରେଲୱେ ଷ୍ଟେସନରେ ଓହ୍ଲେଇଲୁ, ସେତେବେଳେ ବ୍ରଜ ଭାଇ ଗୋଟେ ଏନଭଲପ୍ ମୋତେ ଦେଇଥିଲେ। 2014 ମସିହା କଥା କହୁଛି। ସେଥିରେ 5,000 ଟଙ୍କା ଥିଲା। ଆମକୁ ଯିବା ଆସିବା ବମ୍ବେର ସମସ୍ତ ସ୍ଥାନ, ଯେତେ ଭଲ ଭଲ ଜାଗା ବୁଲେଇଥିଲେ, ବମ୍ବେରେ ଯେତେ ଭଲ ଖାଦ୍ୟ ଖୁଆଇଥିଲେ, ସବୁ ଜାଗା ଦର୍ଶନ କରିକି 3 ଦିନ ରଖିକିରି ହୋଟେଲରେ ବୁଲେଇଲେ। ଆଉ ତେଣୁକରି ସେଇ 5,000 ଟଙ୍କା ଜୀବନରେ ପାଇଥିଲି। ତାକୁ ଆଣିକିରି ସର୍ବପ୍ରଥମ ମୋ ବାପାଙ୍କ ପାଖରେ ଦେଇଥିଲି। ବାପା, ଆପଣଙ୍କ ଆଶୀର୍ବାଦରୁ ମୁଁ କଳାକାର ହେଇଛି। ମୁଁ କଳାକାର ନିଜେ ବୋଲି ଜାଣେନି, କିନ୍ତୁ ଆପଣଙ୍କ କୃପାରୁ ହେଇଛି। ତେଣୁ ଏ ପଇସା ମୋର ନୁହଁ, ଆପଣଙ୍କର। ବାପା କହିଲେ, ଆରେ ମୁଁ ପଇସା କ'ଣ କରିବି, ତୁ ତ ମୋତେ ସବୁ ଖର୍ଚ୍ଚ ଦେଉଛୁ। ମୁଁ କହିଲି ନାହିଁ, ତାହେଲେ ବାପାଙ୍କ ପାଇଁ ଗୋଟେ ଭଲ ଧୋତି ପଞ୍ଜାବୀ ସେ ପଇସାରେ ମୁଁ ତିଆରି କରିଥିଲି। ସେତିକି ମାତ୍ର କଳାକାର ଜୀବନରେ ମୁଁ ଆର୍ଥିକ କମେଇଛି, ଆଉ ନହେଲେ କୋଉଠି ପଇସା ପତ୍ର ନିଏନି। ଆପଣ ଏଇ କାର୍ଯ୍ୟରେ ଆତ୍ମସନ୍ତୋଷ ପାଆନ୍ତି? ଅତ୍ୟନ୍ତ ଆତ୍ମସନ୍ତୋଷ। କଳାକାର ଜୀବନ, ବମ୍ବେରେ କଳାକାରର କ'ଣ ସମ୍ମାନ। ସେଦିନ ଯେତେବେଳେ ରାତି 11 ଘଟିକାରେ ଆମର ଡ୍ରାମା ସରିଯାଇଥିଲା, ସେ ବମ୍ବେ ପରିକିତ ସାହାଣୀ ନାଟ୍ୟ ମଣ୍ଡପ ଯେଉଁ ଥାନେରେ, ସେଠିକାର ଯେଉଁ ଓଡ଼ିଆ ଅନୁଷ୍ଠାନ ଯେଉଁମାନେ କରିଥିଲେ, ଓଡ଼ିଆ ସୋସାଇଟି ଲୋକମାନେ, ରାତି 3ଟା ପର୍ଯ୍ୟନ୍ତ, ମାନେ ଆମର ଛୋଟ ମୋବାଇଲ ଥିଲା, ବଡ଼ ମୋବାଇଲ ନଥିଲା। ସେମାନଙ୍କ ଘରେ ବଡ଼ ବଡ଼ ମୋବାଇଲ ଥିଲା। ସେମାନେ ସବୁ ଭିଆଇପି ଲୋକ। ଆମ ସହିତ ତାଙ୍କ ଫ୍ୟାମିଲି ମାନଙ୍କର ଏତେ ସେଲ୍ଫି, ଏତେ ଫଟୋ ନେଇଥିଲେ, ଆଉ ଏତେ ନାଚ ଗୀତ କରି ମଜା କରି ରାତି 3:30 ପର୍ଯ୍ୟନ୍ତ ଆମକୁ ଛାଡ଼ିଲେନି। ଯୋଉଠିକି ଆମେ ରହୁଥିବା ଜାଗାରୁ 25 କିଲୋମିଟର ଦୂରରେ ନାଟ ହଉଥିଲା ଥାନେରେ। ତେଣୁ ସେଦିନ ମୁଁ ଜାଣିଥିଲି ପ୍ରକୃତିରେ କଳାକାରର ସମ୍ମାନ ଆମ ଓଡ଼ିଶାରେ ଏତେ ନାହିଁ, କିନ୍ତୁ ମହାରାଷ୍ଟ୍ର ବମ୍ବେରେ ଭର୍ତ୍ତି ହେଇଛି। ଆଉ ସେଦିନ ମୁଁ ଅନୁଭବ କରିଥିଲି ଯେ କଳାକାର ଜୀବନଟା ବୋଧେ ମୋର ଆଜି ଧନ୍ୟ ହେଇଯାଇଛି। ଆଜି ପର୍ଯ୍ୟନ୍ତ ଆପଣ ଏମିତି ସେ ପୁସ୍ତକ ଲେଖିବା ହଉ କି ଅଭିନୟ ହଉ କି ଗୀତ ବୋଲିବା ହଉ, କ'ଣ ରାତାରାତି ଆପଣଙ୍କୁ ପରିଚିତ କରିଥିଲା? କାହା ମାଧ୍ୟମରେ ଆପଣ ବେଶୀ ପରିଚିତ ହେଇଥିଲେ? ମୁଁ ବେଶୀ ପରିଚିତ ହେଇଛି ଏଇ ଚାଟେଶ୍ୱର ମହାଦେବଙ୍କର ଯେତେ ପୁସ୍ତକଟି ରଚନା କରିକିରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠେଇ ପାରିଛି। ଅନନ୍ୟ ଶୈବପୀଠ ଚାଟେଶ୍ୱର ମହାଦେବ 1220 ଖ୍ରୀଷ୍ଟାବ୍ଦରେ ରାଜା ତୃତୀୟ ଅନଗସିଂହ ଦେବ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ, ଯାହା ଓଡ଼ିଶା ଇତିହାସ କହେ। କିନ୍ତୁ ମନ୍ଦିର ମାଦଳା ଅନୁସାରେ 2008 ବର୍ଷ ହେଲାଣି ଚାଟେଶ୍ୱର ମନ୍ଦିରକୁ। ଆମର ଯେଉଁ ମନ୍ଦିର ମାଦଳା ଦୋଳ ପୂର୍ଣ୍ଣମୀ ଦିନ ରାତିରେ ଦୋଳ ମଣ୍ଡପରେ ପାଠ କରାଯାଏ। ମୁଁ ଯେହେତୁ ମନ୍ଦିରର ସେବକ, ସେଠି ମଧ୍ୟ ଉପସ୍ଥିତ ରହେ। 2008 ବର୍ଷର ମନ୍ଦିର ଇଏ। କିନ୍ତୁ ଓଡ଼ିଶା ଇତିହାସ କହେ, ଜାଗରେ କୃଷ୍ଣ ମହାତାବ ଲେଖିଛନ୍ତି 1220 ଖ୍ରୀଷ୍ଟାବ୍ଦରେ ଏଇ ରାଜା ତୃତୀୟ ଅନଙ୍ଗଦେବ କରିଥିଲେ। ତେଣୁ ସେଇ ଠାକୁରଙ୍କର ସେବକ ହିସାବରେ ତାଙ୍କର ବିଭିନ୍ନ ତଥ୍ୟକୁ ସଂଗ୍ରହ କରି ବିଭିନ୍ନ ପୁସ୍ତକକୁ ପଢ଼ି ଯେଉଁ ବହି ରଚନା କରିବା, ସେଥିରେ ମୁଁ ଅତ୍ୟନ୍ତ ଆତ୍ମସନ୍ତୋଷ ଲାଭ କରିଥିଲି। ଆଉ ସେ ମଧ୍ୟ ମୋତେ ଓଡ଼ିଶାର ବିଭିନ୍ନ ଜାଗାରେ ପରିଚିତ କରାଇଥିଲା। କୁହାଯାଏ ଗାଁ କନିଆ ସିଙ୍ଗାଣି ଲାଗି। ଆଜ୍ଞା। ଗାଁ ଲୋକ ଗାଁର ପ୍ରତିଭାକୁ ଚିହ୍ନି ପାରନ୍ତିନି, ସେମିତି କିଛି ସମ୍ମାନ ବି ଦିଅନ୍ତିନି। ଆପଣ ଗାଁ ଲୋକ କେତେ ସମ୍ମାନ ଦିଅନ୍ତି, କେତେ ରେସପେକ୍ଟ ଦିଅନ୍ତି? ଯେଉଁ କଥା କହିଲେ ସେଇଟା ଅକ୍ଷର ଅକ୍ଷରେ ସତ୍ୟ। ପ୍ରକୃତିରେ ଗାଁ ଲୋକ ଗାଁ ପ୍ରତିଭାକୁ ଚିହ୍ନି ପାରନ୍ତିନି। ମୁଁ ବି କେବେ ଗାଁରେ ସମସ୍ତଙ୍କ ସହିତ ଆଜି ପର୍ଯ୍ୟନ୍ତ, ମାନେ ଛୋଟରୁ ବଡ଼ ସମସ୍ତଙ୍କ ସହିତ ମୋର କାହା ସହିତ ଶତ୍ରୁତା ନାହିଁ। ସମସ୍ତଙ୍କ ସହିତ ପ୍ରିୟ ହେଇକି ଚାଲେ। କିନ୍ତୁ ମୁଁ କେବେ ସମ୍ମାନ ବି ଖୋଜେନି, କିଏ ମୋତେ ଦଉ ନ ଦଉ। ତଥାପି କିଛି ଲୋକ ମୋତେ ଆଦର କରନ୍ତି, ସ୍ନେହ ଶ୍ରଦ୍ଧା ପାଆନ୍ତି, ଭଲ ପାଆନ୍ତି। ଆଉ ଗାଁ ଲୋକ ଆଉ ସେମାନଙ୍କ ସହିତ ଯେଉଁ କଥା କହିଲେ ଗାଁ କନିଆ ସିଙ୍ଗାଣି ନେଇକି, ଏଇଟା ବାସ୍ତବରେ ନିଛକ ସତ କଥା। ଜୀବନରେ ଯଦି ଏଇ ଲାଇନରେ ନଥାନ୍ତେ ତାହେଲେ କ'ଣ କରିଥାନ୍ତେ? ମୁଁ ପ୍ରଥମରୁ ଚାକିରି କରିବା 97 ମସିହା ପୂର୍ବରୁ ମୁଁ ସାଲେପୁର କଲେଜରୁ ଡିଗ୍ରୀ ହାସଲ କରିକିରି ତାପରେ ଲ କରିଥିଲି। ତା ପରବର୍ତ୍ତୀ ଜୀବନରେ ଲାଇବ୍ରେରୀ ସାଇନ୍ସରେ ପିଜି କରିଥିଲି। ତାପରେ ଭାବିଥିଲି ଓକିଲାତି କରିବି, କିନ୍ତୁ ମୁଁ ଟିକେ ଦୟାଳୁ ଚରିତ୍ରର ମଣିଷ। ତେଣୁ ଯେତେବେଳେ ଓକିଲାତି କରିବାକୁ ଦେଖିଲି ଅନ୍ୟମାନଙ୍କ ମନରେ କଷ୍ଟ ଦେଇପାରିବିନି, କାହାକୁ ମିଛ କହିପାରିବିନି। ତେଣୁ ସେ ପଇସା ମୁଁ ରୋଜଗାର କଲେ ପେଟ ପୋଷି ପାରିବିନି। ତେଣୁ ମୋ ବାପା ବି ମୋତେ କହିଲେ, ଭାବରେ ତୋ ଭଳିଆ ପିଲା ଓକିଲ ହେଲେ ତୁ ବଂଶ କୁଟୁମ୍ବ ସ୍ତ୍ରୀ ପିଲା ପରିବାରକୁ ପୋଷି ପାରିବୁନୁ, ତୁ ସେ ଧନ୍ଦା କରନା, ତୁ ଚାକିରି କରିବୁ କୋଉଠି ଚେଷ୍ଟା କର। ତାପରେ ମୁଁ ପରବର୍ତ୍ତୀ ପର୍ଯ୍ୟାୟରେ ବୋର୍ଡ ଅଫ୍ ସେକେଣ୍ଡାରୀରେ ଚାକିରି ପାଇଥିଲି ଏବଂ ଚାକିରି ଜୀବନ ସମାପନ କରିଛି ଲାଷ୍ଟ ଜୁନରେ। ଆପଣଙ୍କ ଜୀବନରେ ଏମିତି କିଛି ଅନୁଭୂତି ଅଛି ଯୋଉଦିନ ଆପଣ ବହୁତ କାନ୍ଦିଥିଲେ? କାନ୍ଦିଥିଲି ସେଦିନ, ବହୁତ କାନ୍ଦିଥିଲି ଯୋଉଦିନ 96 ମସିହାରେ ମୋ ମାଆଙ୍କୁ ହରେଇଥିଲି। କାରଣ ମୋ ମା ମୋ ଚାକିରିର, ମୋ ରୋଜଗାରର ଗୋଟିଏ ଟଙ୍କା ଖାଇପାରିନାହାନ୍ତି। କିନ୍ତୁ ମୋ ବାପାଙ୍କ ସେବାରେ ମୁଁ ବହୁତ କିଛି କରିଛି। ଯାହା ହଉ, ବାପା ମାଆଙ୍କର ତ ଋଣ କେହି ଶୁଝି ପାରିବେନି। ତଥାପି ଯେତେ ପାରୁ ପର୍ଯ୍ୟନ୍ତ ମୋ ବାପାଙ୍କ ସେବାରେ ମୁଁ ନିଜକୁ ସମର୍ପିତ କରିଛି। କିନ୍ତୁ ମାଆଙ୍କ ପାଇଁ କିଛି କରିପାରିନି। ଏଇଟା ମୋର ସବୁଠୁ ଜୀବନର ବଡ଼ ଦୁଃଖ। ଅନୁତାପ କରନ୍ତି ମଝିରେ ମଝିରେ? ହଁ, ନିଶ୍ଚୟ। ଆଉ ଏମିତି ଜୀବନରେ କିଛି ଅନୁଭୂତି ଅଛି ଯୋଉଟା କି ଶେଷ ପର୍ଯ୍ୟନ୍ତ ମନେ ରହିବ?
ଜୀବନର ଅନୁଭୂତି ବୋର୍ଡ ଅଫ୍ ସେକେଣ୍ଡାରୀ ମୋତେ ପରିଚୟ ପ୍ରଦାନ କରିଛି। ମୁଁ ଜୁନିୟର ଆସିଷ୍ଟାଣ୍ଟରେ ଜଏନ୍ କରି ଏକାଡେମିକ ଅଫିସର ଜୁନିୟର କ୍ଲାସ୍ 1 ରିଟାୟାର୍ଡ କଲି। ସାରା ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ମୋତେ ଜାଣନ୍ତି, ମାନେ ଜଣେ ଭଲ କର୍ମଚାରୀ ଆଉ ସମସ୍ତଙ୍କର ପ୍ରିୟ କର୍ମଚାରୀ ଭାବରେ। ତେଣୁ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ମଧ୍ୟ ମୋ ପରିଚୟରେ ଆଉ କିଛି ସଂଖ୍ୟା ଯୋଡ଼ି ଦେଇଛି ମୋ ବାଁ ପଟରେ, ଯାହା ପାଇଁକି ମୁଁ ବହୁତ ଗର୍ବିତ ଆଉ ତା ପାଇଁ ମୁଁ ମଧ୍ୟ ଋଣୀ। ମଧୁ ମାଟିରେ ଆପଣ ଜନ୍ମ ହୋଇଛନ୍ତି। ଆଜ୍ଞା ଉତ୍କଳ ଗୌରବ ମଧୁସୂଦନ ଦାସ ସେଇ ମାଟିରେ ଜନ୍ମଗ୍ରହଣ କରିଲେ। ଏଇ ଆପଣଙ୍କ ଘର ପାଖରେ ମଧ୍ୟ ସେ ପାଠ ପଢୁଥିଲେ ମହାସିଂପୁର। ଆଜ୍ଞା ଏଠି ଗୋଟେ ବଡ ପ୍ରଶ୍ନ ଉଠୁଛି ସାର୍, ମଧୁବାବୁଙ୍କ ବିଦ୍ୟାଳୟ ଯୋଉଠିକି ମଧୁବାବୁଙ୍କ ବିଦ୍ୟାଳୟ ମହାସିଂପୁର ଏବେ ଲୋକଲୋଚନକୁ ଆସିପାରୁନାହିଁ ଏବଂ ଯଦି ଦେଖିବା ସେମିତି ଦୃଷ୍ଟି ଆକର୍ଷଣ କରୁନାହିଁ। ସେଠିକି ରାତି ହେଲେ ଅନ୍ଧାର ହେଉଛି, ଲାଇଟ୍ ଆଲୋକର ବି କୌଣସି ବ୍ୟବସ୍ଥା ନାହିଁ। ସେମିତି କିଛି ଆଖି ଦୃଷ୍ଟିଆ ନାହିଁ ଏବଂ ମଧୁବାବୁଙ୍କ ଜନ୍ମଦିନରେ ମଧ୍ୟ ସେମିତି ବଡ଼ ଆଡମ୍ବର ପୁଣ୍ୟ କିଛି ହୁଏ ନାହିଁ। ଯେଉଁ ସ୍କୁଲରେ ସେ ପାଠ ପଢୁଥିଲେ ଏବଂ ପିଲାମାନେ ଏବେ ବି ସୁଦ୍ଧା ବହିରେ ପଢୁଛନ୍ତି, ତୁମ ପରି ଛୋଟ ପିଲାଟି ଗାଁ ଆଜ୍ଞା ଚାଳିରେ ଚାଟୁଛି। କ'ଣ ପାଇଁ ଏମିତି ଅବ୍ୟବସ୍ଥା କରାଯାଉଛି ସ୍କୁଲକୁ? ଏଇ କଥା ଅନେକ ଥର ମୋ ମନରେ ମଧ୍ୟ ଆନ୍ଦୋଳିତ କରିଛି, କାରଣ ମୁଁ ବି ସେଇ ମଧୁମାଟିର ଛାତ୍ର। ଯୋଉ ବିଦ୍ୟାଳୟରେ ମୁଁ ଯେତେବେଳେ ବୋର୍ଡ ଅଫ୍ ସେକେଣ୍ଡାରୀରେ ବିଭିନ୍ନ ଡ୍ୟୁଟିରେ ଓଡ଼ିଶାର କୋଣ ଅନୁକୋଣକୁ ଯାଏ, ସମସ୍ତଙ୍କୁ ଗୋଟେ କଥା ଗର୍ବର ସହିତ କହେ ଯେ ମଧୁ ବାରିଷ୍ଟର ଯୋଉ ବିଦ୍ୟାଳୟର ଛାତ୍ର, ମୁଁ ସେଇ ବିଦ୍ୟାଳୟର ଛାତ୍ର। ତେଣୁ ଦୁଃଖ ଲାଗେ ସେ ବିଦ୍ୟାଳୟ ପାଇଁ ମୁଁ ତ କିଛି କରିପାରିନି, ଆଉ ରାଜ୍ୟ ସରକାରଙ୍କର ଆଉ କେନ୍ଦ୍ର ସରକାରଙ୍କର ମଧ୍ୟ ସେମିତି କିଛି ଦୃଷ୍ଟିଗୋଚରକୁ ସେ ବିଦ୍ୟାଳୟ ଆଜି ପର୍ଯ୍ୟନ୍ତ ଆସିପାରିଲା ନାହିଁ। ଦୁଃଖ ଲାଗେ ଯେ ଯେତେବେଳେ ଓଡ଼ିଶାରେ 1845ରୁ 1848 ମସିହା ଭିତରେ ଦୁଇଟା ଭର୍ଣ୍ଣାକୁଲାର ଇଂଲିଶ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା ବ୍ରିଟିଶ ସରକାରଙ୍କ ତତ୍ତ୍ୱାବଧାନରେ। ଆମର ଏଇ ମହାସିଂପୁର, କଟକ ଜିଲ୍ଲାର ମହାସିଂପୁର ଭର୍ଣ୍ଣାକୁଲାର ଇଂଲିଶ ସ୍କୁଲ, ଯାହାକି ଅଗଷ୍ଟ 15 ତାରିଖ 1847 ମସିହା ଅଗଷ୍ଟ 15 ତାରିଖରେ ପ୍ରତିଷ୍ଠା ହେଇଥିଲା, ଯାହାକୁ ଜଣେ ମୌଲବୀ ରିଟାୟାର୍ଡ ଡେପୁଟି କଲେକ୍ଟର ଜଣେ ମୁସଲିମ ମୌଲବୀ ଥିଲେ, ସେ ମୌଲବୀଙ୍କ ତତ୍ତ୍ୱାବଧାନ ଛଡ଼ାଯାଇଥିଲା। ସେଇ ବିଦ୍ୟାଳୟ 1847 ମସିହାରେ ଯୋଉ ବିଦ୍ୟାଳୟ 1848 ମସିହାରେ ମଧୁବାବୁ ଏପ୍ରିଲ 28 ତାରିଖରେ ଜନ୍ମଗ୍ରହଣ କଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେଇ ବିଦ୍ୟାଳୟରେ ଆସିକିରି ଯେତେବେଳେ এই ଅଞ୍ଚଳରେ କୌଣସି ଜାଗାରେ ସେଭଳି ଇଂଲିଶ ସ୍କୁଲ ନଥିଲା, ମଧୁବାବୁ ଏଠି ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ ଏବଂ ତାଙ୍କରି ଅଧ୍ୟୟନ ସମୟରେ ସତ୍ୟଭାମାପୁର ଆଉ ପ୍ରକୃତରେ ମହାସିଂପୁର ସ୍କୁଲ, ମହାସିଂପୁର ବୋଲି ଗାଁ ନାହିଁ, କୃଷ୍ଣାପୁର ଗାଁରେ ମହାସିଂପୁର ସ୍କୁଲ ପ୍ରତିଷ୍ଠିତ, କିନ୍ତୁ ଲୋକେସନ ଅନୁସାରେ ଆଜି ମଧ୍ୟ ରହିଛି ମହାସିଂପୁର ବିଦ୍ୟାଳୟ, ମହାସିଂପୁର ପୋଷ୍ଟ ଅଫିସ। ତେଣୁ ମଧୁବାବୁଙ୍କ ଜନ୍ମସ୍ଥାନରୁ ଏ ବିଦ୍ୟାଳୟର ଦୂରତା ମାତ୍ର 1 କିଲୋମିଟର। ଆଜିକି ପ୍ରାୟ 10-20 ବର୍ଷ ତଳେ ସେ ରାସ୍ତାଟି ପକ୍କା ରାସ୍ତା ହେଇଛି, କିନ୍ତୁ ତା ପୂର୍ବରୁ ଆମେ ବି ପିଲାଦିନେ ଦେଖିଛୁ ସେ ଭାରି ଚିକିଟା ମାଟିର ରାସ୍ତା। ସାଇକେଲରେ, ଗାଡ଼ିରେ, ଚାଲିକିରି କୌଣସି ପରିସ୍ଥିତିରେ ଆପଣ ବର୍ଷା ଦିନେ ଯାଇପାରିବେନି। ତେଣୁ ମଧୁବାବୁ ସେଇ ବିଦ୍ୟାଳୟକୁ ଆସିବା ବାଟରେ ତାଙ୍କ ଗୋଡ଼ ଖସି ଯାଇଥିଲା, ସେ ପଡ଼ି ଯାଇଥିଲେ। ତଥାପି ତାଙ୍କର ଶିକ୍ଷା ପ୍ରତି କେତେ ଆଗ୍ରହ ଥିଲା, ବିଦ୍ୟାଳୟରେ ପଢ଼ିବା ପ୍ରତି ଆସିବା ପ୍ରତି କେତେ ଆଗ୍ରହ ଥିଲା। ସେ ସେଇ କାଦୁଅରେ, ମାଟି ପାଣିରେ ସେମିତି ଜଳସର ହେଇକିରି ଆସିଥିଲେ, ଯାହାକୁ ନେଇକିରି ତତ୍କାଳୀନ କବି ଲେଖିଥିଲେ ଯେ ତୁମ ପରି ଛୋଟ ପିଲାଟିଏ ଗାଁ ଧାଳିର ଚାଟସିଏ, ଚେହେରାଟି ତାର ଡଉଲ ଡାଉଲ, ବୁଦ୍ଧିରେ ତାହାର ସରିକିଏ। ତେଣୁ ପ୍ରକୃତରେ ସେ କବିତାର ବାସ୍ତବତା ରହିଛି। ଆଉ ମଧୁବାବୁ ସେଇ କବିତା ମାଧ୍ୟମରେ ମଧୁବାବୁଙ୍କର ପ୍ରତିଭା, ସେ କିପରି ଜଣେ ଭବିଷ୍ୟତରେ ବଡ଼ ମଣିଷ ହେବେ, ସେ କବିତାରେ ମଧ୍ୟ ତାହା ରହିଛି। ତେଣୁ ତାଙ୍କର ସେ ଯୋଉ ମାଟି ଗୋଡ଼ି, ସେ ସମୟରେ ଯେତିକି ବ୍ୟବସ୍ଥା ଥିଲା, ସାଙ୍ଗସାଥିମାନଙ୍କୁ ଧରିକିରି ମାଟି ଗୋଡ଼ି ବାଲି କିଛି ପକେଇକିରି ରାସ୍ତାରେ ସାଧାରଣ ଚାଲିବା ପାଇଁ ଯୋଉ ବ୍ୟବସ୍ଥା କରିଥିଲେ, ବହୁତ ବଡ଼ କଥା।